ଦେଖନ୍ତୁ, ଆପଣ କାହାକୁ ଘୃଣା କଲେ, କାହାକୁ ନିନ୍ଦା କଲେ, କାହାକୁ ସମାଲୋଚନା କଲେ, କାହା ବିରୁଦ୍ଧରେ ମନ୍ତବ୍ୟ ଦେଲେ, ଦେଖନ୍ତୁ ଆପଣ ଆଗ ସେ ଦୁଃଖ କଷ୍ଟଟା ଭୋଗନ୍ତି ନା ଯାହାକୁ କହନ୍ତି ସେ ଦୁଃଖ କଷ୍ଟଟା ଭୋଗେ? ପରୀକ୍ଷା କରି ଦେଖନ୍ତୁ। ଆପଣ ଆଗ ଜଳିଯାଆନ୍ତି, ଆପଣ ଆଗ କଷ୍ଟ ଭୋଗନ୍ତି, ତାପରେ ଯାହାକୁ କୁହନ୍ତି ସେ ଯଦି ଗ୍ରହଣ କଲା ତ ତାହେଲେ ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗିଲା। ଯଦି ସେ ଗ୍ରହଣ ନ କଲା, ଦୁଃଖ ଯନ୍ତ୍ରଣା କଷ୍ଟ ସେ କିଛି ଭୋଗିବନି। ବୁଦ୍ଧଦେବ ଥରେ କ'ଣ କରିଛନ୍ତି? ଭିକ୍ଷା କରୁଥିଲେ। ସାଧାରଣତଃ ସନ୍ନ୍ୟାସମାନେ ଭିକ୍ଷା କରନ୍ତି। କାହିଁକି ଭିକ୍ଷା କରନ୍ତି? ତାର ଅନେକ କାରଣ ଅଛି। କାହିଁକି ଭିକ୍ଷା କରନ୍ତି? ସନ୍ନ୍ୟାସୀମାନଙ୍କର ଜୀବନ ଭଗବାନଙ୍କ ପ୍ରୀତ୍ୟାର୍ଥେ, ଭଗବାନଙ୍କୁ ସହିତ ଏକକାର ହେଇଯିବା, ମିଳନ ହେଇଯିବା, ଭଗବାନଙ୍କୁ ଆନନ୍ଦ ଦେବା। ଭଗବାନଙ୍କୁ କ'ଣ ଆନନ୍ଦ ଦେବା କହିବି? କେତେକ ମନରେ ପ୍ରଶ୍ନ ଉଠୁଥିବ। ସେ ତ ଆନନ୍ଦମୟ, ତାଙ୍କୁ କ'ଣ ଆମେ ଆନନ୍ଦ ଦେବା? ତାଙ୍କୁ ଆନନ୍ଦ ଦିଆଯାଏ। ସେ ନିର୍ଗୁଣ, ସେ ସଗୁଣ, ସେ ଆନନ୍ଦ ଚାହାନ୍ତି। ଯେଉଁଠି ପ୍ରଭୁଙ୍କର କଥା ହୁଏ, ଯେଉଁଠି ପ୍ରଭୁଙ୍କ ବିଷୟରେ ଆଲୋଚନା ହୁଏ, ଯେଉଁଠି ପ୍ରଭୁଙ୍କର ମହିମା ପ୍ରଚାର କରାଯାଏ, ଯେଉଁଠି ଭଗବାନଙ୍କର ଗୁଣ କୀର୍ତ୍ତନ, ନାମ କୀର୍ତ୍ତନ, ଲୀଳା କୀର୍ତ୍ତନ ଆଉ ଭଗବତ ଉପଲବ୍ଧି ଆଉ ଭଗବତ ଦର୍ଶନ ବିଷୟରେ ଚର୍ଚ୍ଚା ହୁଏ, ଭଗବାନ ବହୁତ ଆନନ୍ଦିତ ହୁଅନ୍ତି, ବହୁତ ଖୁସି ହୁଅନ୍ତି। ତେଣୁ ତାଙ୍କ ବିନା କୃପାରେ କିଛି କେଉଁଠି ହୁଏ ନାହିଁ। ଛାଡ଼ନ୍ତୁ, ବୁଦ୍ଧଦେବ ଯାଉଛନ୍ତି ଭିକ୍ଷା କରିବା ପାଇଁ। ସାଧୁମାନେ କାହିଁକି ଭିକ୍ଷା କରନ୍ତି? ଭିକ୍ଷା କଲେ ନିଜ ମନର ଅହଙ୍କାରଟା ଯାଏ। କାରଣ ଯେତେ ସାଧନା କରନ୍ତୁ, ଯେତେ ସତ୍ସଙ୍ଗର ଆଶ୍ରୟ ନିଅନ୍ତୁ, ଯେତେ ତିଳକମାଳା ପିନ୍ଧନ୍ତୁ, ଯେତେ ଦାଢ଼ି ଜଟା ଗେରୁଆ ପିନ୍ଧନ୍ତୁ, ସମସ୍ତଙ୍କ କଥା ବାବା ଏଠି ଉପସ୍ଥାପନା କରି କହୁଛନ୍ତି। ବ୍ରହ୍ମଚାରୀମାନଙ୍କ କଥା କହୁଛନ୍ତି, ଗୃହସ୍ଥଙ୍କ କଥା କହୁଛନ୍ତି, ସନ୍ନ୍ୟାସଙ୍କ କଥା ବି କହୁଛନ୍ତି। କିନ୍ତୁ ମନରେ ଅହଙ୍କାର ଯାଉନାହିଁ। ମୁଁ ମୋର ଭାବଟା ଯେତେ ଯାହା ଆଲୋଚନା କର, ପର୍ଯ୍ୟାଲୋଚନା କର, ଗିନି ବଜାଅ, ଧ୍ୟାନ କର, ମୁଁ ମୋର ଭାବଟା ଯାଉନାହିଁ। କାହିଁକି ଯାଉନାହିଁ? ଆମେ ସେତିକି ସାଧନା ଠିକ୍ ଭାବରେ କରିପାରୁନେ ବୋଲି ଯାଉନାହିଁ। ନିଶ୍ଚିନ୍ତ ଯିବ, ତା ପାଇଁ କୌଶଳ ଅଛି। ସେଥିପାଇଁ ଗୁରୁଙ୍କ ନିକଟରେ ଆମକୁ ନିଜକୁ ସମର୍ପଣ କରିବାକୁ ପଡ଼ିବ। କଥା ରହିଯାଉଛି, ବୁଦ୍ଧଦେବ ଯାଇ ଭିକ୍ଷା ମାଗିଛନ୍ତି। ବୁଦ୍ଧଦେବ ଦୁଇଟି କଥାର ବିରୋଧ କରୁଥିଲେ। ମୂର୍ତ୍ତି ପୂଜାର ବିରୋଧ କରୁଥିଲେ, ଆଉ ଯଜ୍ଞ ଅନୁଷ୍ଠାନର ବିରୋଧ କରୁଥିଲେ। ବ୍ରାହ୍ମଣମାନେ ଏଥିଲାଗି ତାଙ୍କ ଉପରେ ବହୁତ ରାଗି ଯାଇଥିଲେ। ସେ ସମୟରେ ବୁଦ୍ଧଦେବଙ୍କୁ ଦେଖିଲେ ବାଡ଼େଇବାକୁ ବ୍ରାହ୍ମଣମାନେ ବସୁଥିଲେ। ସେମିତି ବୁଦ୍ଧଦେବ ଗୋଟେ ବ୍ରାହ୍ମଣ ଘର ଜାଣିନାହାନ୍ତି, ସେ ସେଠି ଭିକ୍ଷାଟି କରିଛନ୍ତି। ସେ ବହୁତ ଗାଳି ଦେଲେ, ବହୁତ ଖରାପ ଭାଷା କହିଲେ, କଟୁ ଭାଷା କହିଲେ। ବୁଦ୍ଧଦେବ ନୀରବରେ ଶୁଣିଲେ, ଫେରିଗଲେ। ଫେରିଗଲା ପରେ କୌଣସି ମନ୍ତବ୍ୟ ଦେଲେ ନାହିଁ। ତାପରେ ତାଙ୍କ ମନରେ ବହୁତ ଦୁଃଖ ଆସିଲା। ଯିଏ ଗାଳି ଦେଇଥିଲେ ସେ ଦେଖିଲେ ବୁଦ୍ଧଦେବ କେଉଁଠି ବିଶ୍ରାମ କରୁଛନ୍ତି। ସେ ତାଙ୍କ ପାଖକୁ ଗଲେ, କହିଲେ, ମୁଁ ତୁମକୁ ବହୁତ ଗାଳି ଦେଲି, ବହୁତ କଟୁ କଥା କହିଲି, ଆପଣଙ୍କୁ ବହୁତ କଷ୍ଟ ହେଇଥିବ। ବୁଦ୍ଧଦେବ କହିଲେ, ତୁମ ଘରକୁ ଅତିଥି ଅନେକ ଆସିଥିଲେ, ବନ୍ଧୁ ଆସିଥିଲେ, ବହୁତ ଗୁଡ଼ିଏ ଖାଦ୍ୟ ତୁମେ ପ୍ରସ୍ତୁତ କରିଥିଲ। ସେ ଖାଦ୍ୟ ତାଙ୍କୁ ପରିବେଷଣ କଲ, ସେ ଖାଇଲେ ନାହିଁ। ସେ ଖାଦ୍ୟକୁ କିଏ ଖାଇବ? ସେ କହିଲେ, ସେ ଖାଦ୍ୟକୁ ଆମେ ଖାଇବୁ, ଆଉ କିଏ ଖାଇବ?
କେତେ ସୁନ୍ଦର ଖାଦ୍ୟ କରିଛୁ, ପିଠା ପଣା ପୁରୀ ଲୁଚି, ଆମେ କ'ଣ ସେ ଖାଦ୍ୟକୁ ଫୋପାଡ଼ି ଦେବୁ? ସେ ଯଦି ନ ଖାଇଲେ ଆମେ ଖାଇବୁ ନା? ଠିକ୍ ସେଇଭଳି ତୁମେ ମୋତେ ଯାହା ପରିବେଷଣ କଲ ମୁଁ କିଛି ଗ୍ରହଣ କରିନାହିଁ। ତୁମେ ଯାହା ପରିବେଷଣ କଲ ମୁଁ କିଛି ଗ୍ରହଣ କରିନାହିଁ। ତମ ପରିବେଷଣ ତମ ପାଖରେ, ତୁମେ ମୋ ପାଖକୁ କାହିଁକି ଆସିଛ? ତୁମେ ମୋ ପାଖକୁ କାହିଁକି ଆସିଛ? ତମ ପରିବେଷଣ ତ ତମ ପାଖରେ। ହଉ ଯଦି ଆସିଛ, ତେଣୁ ମୁଁ ତ ଗ୍ରହଣ କରିନାହିଁ, ଆଉ କ୍ଷମା କ'ଣ କରିଦେବି? ମୁଁ ସିନା ଗ୍ରହଣ କରିଥିଲେ କ୍ଷମା ଟିକେ କରିଦେଇଥାନ୍ତି। ତେଣୁ ଦେଖନ୍ତୁ, ଯେତେବେଳେ ଆପଣ କାହାକୁ ଗାଳି ଦେଲେ କି ନିନ୍ଦା କଲେ କି ସମାଲୋଚନା କଲେ, ଆପଣ ଥରେ ଭାବିଛନ୍ତି ସେ ଗ୍ରହଣ କରୁଛି କି ଗ୍ରହଣ କରୁନାହିଁ? ଆପଣ ଆଗ ମଲେ ନା ସିଏ ପଛେ ମଲେ? ତେଣୁ ଯଦି ସବୁରି ଭିତରେ ଆମେ ସେଇ ଆତ୍ମସତ୍ତାକୁ ଉପଲବ୍ଧି କରିବା, ଆମେ ଯଦି ଆତ୍ମଜ୍ଞାନର ଅଧିକାରୀ ହେବା, ସମସ୍ତେ ସେଇ ଭଗବାନ, ସେଇ ବୋଧରେ ସମସ୍ତଙ୍କୁ ଭଲ ପାଇବା, ତାହେଲେ ଆମ ଜୀବନରେ ଶାନ୍ତି, ଆନନ୍ଦ, ସୁଖ ଆଉ ସବୁକିଛି ଅନୁଭବ କରିବା। ତେଣୁ ଆମେ ଯେଉଁ ଦୁଃଖ ଭୋଗୁଛେ, ଯେଉଁ ଯନ୍ତ୍ରଣା ଭୋଗୁଛେ, ଯେଉଁ କଷ୍ଟ ଭୋଗୁଛେ, ତା ମୂଳରେ ଗୋଟିଏ କାରଣ ହେଉଛି ଆମେ ଭଗବାନଙ୍କ ଠାରୁ ଦିନକୁ ଦିନ ଦୂରେଇ ଯାଉଛେ।